हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमोस्तुते। दाढ़ित भक्ति प्रथम भाग एकादश अध्याय रघुबेहरा संवाद मनोवाच। मन बोइले चैतन्य शुणिले अपूर्व वचन से नीलांबर दास कथा शुणी छाड़िला मन व्यथा। एही प्रकारे कथा जेते अछई कहू थाओ मोते मोर पूछिबा जाए आऊ तुम्भे कहिबार न थाऊ। शुणी चैतन्य अतीत से कही मन राजा पासे हे राजा सावधाने शुण ए दाढ़ता भक्तिर लक्षण। पुरुषोत्तम महाक्षेत्रे से क्षेत्र मानक पवित्रे तही की दश कोशटारे श्रीनीलाचल पारुषरे पिपली ग्रामे नाम तार सेई ग्रामरे तार घर जातिरे अटई धीवर रघु बेहेरा नाम तार ताहार घरे तिनी प्राणी माता सहित ता घरणी एमंते तिनी जन थांती करी ताहार निज वृत्ति जाल पकाई मीन मारी प्राण पोषई बिक्री करी एमंते केते दिन अंते सुज्ञान हेला तार चिते श्री गुरु मंत्र जप करी तिलक माला हृदय धरी बसई साधु जनकती श्री भागवत पढ़े नीति। जीव मारिबा दोष जेते विचार करू थाई चिते दंड दंड के शोक भरे कर कचाड़ी हृदय रे बोले विधाता या कलु धीवर कूले जन्म देलु जीव मारणे पोषी मुही नरके पड़ी बई जाई एमंत मनरे विचारी नगला मीन मारी दैवे दुखी घर सीना होइला अत्यंत जातना। ताहार माता पत्नी नीति नाना प्रकारे गाली दियंती एबे तू एबे होइबु सन्यास आम्भंकु रख उपवास नहिले मीन मारी जाओ निज कुटुंब पोषु थाओ। शुणी धीवर कोप भरे प्रेरणा जाल धरी करे गला से मीन मारिबारे प्रवेश हेला सरोवरे कृष्ण सुमरी पशी जले जाल बाहिला चारि कूले एमंत केते समय रे श्री जगन्नाथंक कृपारे पड़िला रोही माछ गोटी ता जाल मध्यरे चहटी ताहा देखिण कैवर्त माइला कपाल रे हाथ विचार करई से चिते एहाकु मारिबी केमंते साक्षाते मीन अवतार जेहु नासिले शंखासुर से दिव्य रूप नाश करी मुकेन्हे थिबी देह धरी जेबे न मारिबी ए मीन मते न मिलिब भोजन पत्नी तो दुआरु तड़ीब अन्न न देई घउड़ीब एमंत बोली भाव भले बेनी नयनु धारा गले सेमीन धरी बेगे गला शुष्क भूमि रे पकाइला बोइला मीन रूपी शुण तू जहा करिछु भियाण मोर तो धीवर स्वभाव जे ताहा अन्यथा करिब तोते न कले आजनाश मते तो न मिलिब ग्रास। एणु मारिबा कथा सत बोली तंटीरे देला हस्त अल्प जाकी देला धरी सेमीन बदन विस्तारी
ডাকিলা রখ নারায়ণ ধীবর শুଣିলা শ্রবণ নিধି প্রপাত হেলা জেহ্নে তেসনে আনন্দ তা মনে সেমিন ঘেনি চଳି গলা অগମ୍ୟ বনସ୍ତେ ମିଳିଲା ନିର୍ଝର ଠାରେ ଝରଣୀର ଦେଖି ହର ସମନ ତାର ସେ ଝର ତଟ କୁଣ୍ଡ କରି ଅଳପ ନୀର ତହିଁ ଭରି ସେ ଜଳେ ସେମିନ ନିବେଶୀ ଦୃଢ଼ ଆସନ କରି ବସି ବୋଲେ ମିନ ଗର୍ଭ ଗତେ ଯେ ନାମ ଶୁଣାଇଲା ମୋତେ ସେ ବେ ରୂପବନ୍ତ ହେଉ ମୋତେ ସେ ଦେଖା ଦେଇ ଯାଉ ନୋହିଲେ ଜୀବନ ହାରିବି ହତ୍ୟା ତାହାର ପରେ ଦେବି ଏମନ୍ତେ ନିଷ୍ଠା ବ୍ରତ କଲା ସେମିନ ରୂପେ ହେତୁ ହେଲା ଇନ୍ଦ୍ରିୟ ମାନ ବଶ କରି ଚଞ୍ଚଳ ଚିତ ସ୍ଥିର କରି ସୁମାଗ୍ରେ ରଖି ନେତ୍ର ଦୁଇ ମନକୁ ଜ୍ଞାନ ମାର୍ଗେ ଥୋଇ ଭଜନ କଲା ନାରାୟଣ ସେନା ମେ ପରମ କାରଣ ସେନାରାୟଣ ନାମ ଗୋଟି ହୃଦୟ ପଦ୍ମରେ କଲା ଗଣ୍ଠି ନିରତ ବଦନରେ ଶୁଣି ନ ଜାଣେ ଦିବସ ରଜନୀ ଏମନ୍ତେ ନୀତିଦିନ ହେଲା କେଣିକି ପାଦ ନ ଟଳିଲା ମରିବା କଥା ହେଲା ମୂଳ ତାହା ଜାଣିଲେ ଆଦି ମୂଳ ବିପ୍ର ସ୍ୱରୂପ ଗୋଟି ଧରି ଧୀବର ଆଗେ ବିଜେ କରି କହିଲେ ଶୁଣ ହେ ତପସ୍ୱୀ କି ତପ କରୁ ଏଥେ ବସି କି ଜାତି ଗୋତ୍ର ଅଟେ ତୋର କି ତୋର ନାହିଁ ଘର ଦ୍ୱାର କିସ ବିଚାରୁ ଅଛୁ ମନେ ଏକାନ୍ତେ ବସି ଅଛୁ ବନେ କହ ହେ କେବଣ ଚରିତ ଶୁଣି ବୋଲଇ କଇବର୍ତ୍ତ ଏ ବିପ୍ର କି ମତେ ପଚାର ଜାତିରେ ଅଟେ ମୁଁ ଧୀବର କୁଟୁମ୍ବ ଜଞ୍ଜାଳ ନିମନ୍ତେ ପେଲଣା ଜାଲ ଧରି ହସ୍ତେ କହିଲି ମିନ ମାରିବାରେ ପ୍ରବେଶ ହେଲି ସରୋବରେ ଜାଲ ପକାନ୍ତେ ଜଳେ ପଶି ପଡ଼ିଲା ରୋହି ମାଛ ଆସି ସେମିନ ପକାଇଣ କୂଳେ ଧରି ମୁଁ ମାରିବାର ବେଳେ ସେ ମାଟି ପାଟି ବିସ୍ତାରିଣ ଡାକିଲା ରଖ ନାରାୟଣ ଶୁଣି ମୁଁ ଆଚମ୍ବିତ ହୋଇ ମିନକୁ ଧରି ଆଇଲଇଁ ଏ ଘୋର ବନସ୍ତରେ ପଶି ମିନକୁ ଜଗି ଅଛି ବସି ଯେ ନାମ ଶୁଣାଇଲା ମୋତେ ତାହାକୁ ଦେଖିବା ନିମନ୍ତେ ତେବେ ମୁଁ ନିଜ ପୁରେ ଯିବି ନହିଲେ ଜୀବନ ହାରିବି ଏକଥା ମୋର ସତ୍ୟବ୍ରତ ତେଣୁ ମୁଁ ଆସିଅଛି ଏଥ କହିଲି ମନର ବେଦନା ହେ ବିପ୍ର ବିବେକର କିଣା ତୁମ୍ଭେ ଥିବାରୁ ମୋ ଆଗର ଭଜନ ହେଉଛି ଉଛୁର ଏମନ୍ତ ବୋଲି ନାରାୟଣ ନାମ ଭଜନ କଲା ପୁଣ ସେ ଅନ୍ତର୍ଯାମୀ ନାରାୟଣ ଜାଣିଲେ ରଘୁ ଦାସ ମନ ବୋଇଲେ ଶୁଣ ହେ ଧୀବର ଏ କଥା ବିପରୀତ ତୋର ମିନର ଟିବ ନାମ କାହିଁ ଏ କଥା ପରତେ ତ ନ ଯାଇ ଯେବେ ରଟିବ ପରମାଣ ଦଇବ ବୋଲି ତାକୁ ଜାଣ ସେ କାହିଁ ଦେଖା ଦେବେ ତୋତେ କି ଅର୍ଥେ ବସି ଅଛୁ ଏଥେ ଏବେ ତୁ ନିଜ ପୁରେ ଯାଅ ଅଧିକ କଷ୍ଟ ହିଁ ନ ପାଅ ତା ଶୁଣି ବୋଲେ କଇବର୍ତ୍ତ ଭଲା କହିଲୁ ବିପ୍ରତୁତ ସେ ସିନା ଦେଖା ଦେବା ଦୂର ମୋର ମରିବା ଟିନିକର ଏଥକୁ ଭୟ ନାହିଁ କିଛି ପ୍ରାଣ ମୁଁ ମରୁଛି ରହିଛି କେବଳ ଦୀନବନ୍ଧୁ କାମ ରହି ଅଛନ୍ତି ଦାରୁ ବ୍ରହ୍ମ ପତିତ ରକ୍ଷଣ ନିମନ୍ତେ ଦେଉଳେ ବାନ୍ଧିଛନ୍ତି ନେତେ ଭୃତ୍ୟ ଆରତ ନିବାରଣେ ଶ୍ରୀଭୁଜେ ଚକ୍ର ଅନୁକ୍ଷଣେ ଧରି ବିଜୟ ଦାରୁ ହରି ଏଣୁ ଭରସା ଅଛି କରି ଅବଶ୍ୟ ଦେଖା ଦେବେ ଥରେ ବିଚାରି ଅଛି ମୋ ମନରେ ନହିଲେ ପ୍ରାଣ ମୋର ଯାଉ ତାର କିରତି ରହିଥାଉ ଏବେ ହୋ ଶୁଣ ବିପ୍ରବର ତୁମଙ୍କୁ କୋଟି ନମସ୍କାର କଲ୍ୟାଣ କରି ମୋତେ ଚଳ ଭଜନ ହେଉଅଛି ହେଳ ତା ଶୁଣି ଶ୍ଵେତ ପଦ୍ମଡୋଳା ଭକ୍ତ ଭାବରେ ହେଲେ ଭୋଳା ବିଚାର କଲେ ହୃଦ କେତେ ମୁହିଁ ନିର୍ଦ୍ଦୟ ହେଲେ ଏଥେ ଏ ନିଶ୍ଚେ ମରିବ ଏ ଧୀବର ଜୀବନ ଆଶା ନାହିଁ ଆର ଏମନ୍ତେ କହି ପିତବାସ ବୋଇଲେ ଶୁଣ ରଘୁନାଥ ଆମ୍ଭେଟି ମିନ ଗର୍ଭଗତେ ସେ ନାମ ଶୁଣାଇଲୁ ତୋତେ ତୁମନେ ସଂଶୟ ନ କର ଆମ୍ଭେଟି ଜଗତ ଈଶ୍ୱର ଆଶୀଣ କଲୁ କୃପା ତୋତେ ବର ତୁ ମାଗି ଘେନ ମତେ ତା ଶୁଣି ବୋଲେଇ ଧୀବର ଦେଖାଅ ନିଜ ରୂପ ତୋର ବାରେ ଦେଖିବି ଚର୍ମ ଡୋଳେ ଖଣ୍ଡିବି ଜନ୍ମ ମୃତ୍ୟୁ ହେଳେ ତା ଶୁଣି ପ୍ରଭୁ ଦେବରାଜ ତତ୍କ୍ଷଣ ହେଲେ ଚତୁର୍ଭୁଜ କମ୍ବୁର ଥାଙ୍ଗ ରଙ୍ଗ
କମ୍ବୁରଥାଙ୍ଗ ଗଦାଧର ଶୋଭା ପାଉଛି ଚାରିକର ପ୍ରତ୍ୟକ୍ଷ ଉଭାପିତ ବାସ। ଦେଖି ଉଠିଲେ ରଘୁଦାସ ସାଷ୍ଟାଙ୍ଗେ କରି ଦଣ୍ଡବତ ଉଠି କପାଳେ ଯୋଡ଼ି ହସ୍ତ। ବୋଲନ୍ତି ନମ ଚକ୍ର ପାଣି ଭକତ ଜନ ଚିନ୍ତାମଣି। ବ୍ରହ୍ମାଦି ଯୋଗେଶ୍ୱର ଧ୍ୟାନେ ଚିନ୍ତନ୍ତି ଯାପୟର। ସେ ପ୍ରଭୁ ମୋହ ଡର ପାଇଁ ବିଜୟ କଲେ ଦୟା ବହି। ଆଉ ମୁଁ କି ବର ମାଗିବି ତୁମ୍ଭ ଚରଣେ ଲୁଚି ଯିବି। ପ୍ରଭୁ ବୋଇଲେ ଯାହା ମନ ମାଗ ହୋ ଭକତ ରତନ। ଦାସେ ବୋଇଲେ ଦେବେ ବର ଦେବାକୁ କୃପା ହେବ ତୋର। ଏ ମୋର ଧୀବର ସ୍ୱଭାବ କେମନ୍ତେ ଏହା କେମନ୍ତେ ଛାଡ଼ିଯିବ। ଆବର ଅନ୍ନ ମିଳୁଥିବ ତୋ ନାମ ଧରି ଯିବ ଯିବ। ଯେବେ ହୃଦୟରେ ଭାବୁଥିବି ତୁମ୍ଭ ଦର୍ଶନ ପାଉଥିବି। ଅସ୍ତୁ ବୋଲିଣ ଭଗବାନ ତତ୍କ୍ଷଣ ହେଲେ ଅନ୍ତର୍ଧ୍ୟାନ। ଗଲେ ବୈକୁଣ୍ଠପୁର ଚଳି ଭକତ ହରି ହରି ବୋଲି। ବନରୁ ହୋଇଲା ବାହାର ଭାବେ ଗମଇ ଧୀର ଧୀର। କରେ ବଜାଇ କରତାଳି ବେନି ନୟନ ଧାରା ଗଳି। ଶ୍ରୀହରି ନାମ ଗାନ କରି ପ୍ରବେଶ ହେଲା ନିଜ ପୁରୀ। ଏଣେ ଯେ ନିଜ ପୁରଜନେ ରଘୁଙ୍କୁ ନ ଦେଖି ନୟନେ। କାନ୍ଦି ବୋବାଇ ପଡ଼ିଗଲି ମଲା ବୋଲିଣ ଆଶା ଛାଡ଼ି ଅତ୍ୟନ୍ତ ଚିନ୍ତା ଭରେ ଥିଲେ। ଏହି ସମୟରେ ଦାସେ ଗଲେ ତା ସଙ୍ଗେ ପୁରଜନ ଯେତେ ଗୋଡ଼ାଇ ଅଛନ୍ତି ସମସ୍ତେ। ବୋଇଲେ ଦେଖ ଏହି ବାଇ ଛଦ୍ମେ ପ୍ରଭୁ ନାମ ଗାଇ। କଷ୍ଟକୁ ଭୟ କରି ଚିତେ ଲୁଚି ଯେ ଥିଲା ଦିନା କେତେ। ଶୁଣି ଅଇଲା ଧାଇଁ ଧାଇଁ ପତ୍ନୀକୁ ଡରାଇବା ପାଇଁ। ଠକ ଠାପୁଆ ଜନମରୁ ଠାପୁଆ ମାନଙ୍କର ଗୁରୁ। ଏମନ୍ତେ ଉପହାସ କଲେ ଯେଝାପୁରକୁ ଚଳିଗଲେ। ଏତି ଉତାରୁ ଗୃହଜନେ ଦାସଙ୍କୁ ନେଇ ନ ସଦନେ। ଅନ୍ୟ ବ୍ୟଞ୍ଜନ ପରସିଲେ ରଘୁର ମନକୁ ତୋଷିଲେ। ଭୋଜନ ସାରି ଦାସେ ଉଠି ଭଜି ଶ୍ରୀହରି ନାମ ଗୋଟି। କଥା ପଦକେ ନାରାୟଣ ନାମ ରଟଇ ପୁଣ ପୁଣ। ମାଳା ତିଲକ ଭେଦ କରି ବୈଷ୍ଣବ ପଥ କୁଆ ବରି। ଦାଣ୍ଡେ ବୁଲଇ ଭିକ୍ଷା ଅର୍ଥେ ମାଗଇ ନାହିଁ କଦାଚିତେ। ନାରାୟଣ ନାମ ଧରି ଦାଣ୍ଡେ ବୁଲଇ ଭିକ୍ଷା କରି। ପ୍ରଭୁଙ୍କ ଆଜ୍ଞାର ପ୍ରମାଣେ ଯେତେ ଲାଗଇ ତାର ଘରେ। ଲୋକେ ଦିଅନ୍ତି ଯାଚି କରି ଦାସେ ଆଣନ୍ତେ ତାହା ଧରି। ଦିଅନ୍ତି ମାତା ସନ୍ନିଧାନେ ଦେଖି ଆନନ୍ଦ ମାତା ମନେ। ହରିଣ ରନ୍ଧନ ଭୋଜନ ସୁଖେଣ ବଞ୍ଚିଥାନ୍ତି ଦିନ। ଏମନ୍ତେ କେତେ ଦିନ ପରେ ଦିନେକ ଗ୍ରାମ ମଣ୍ଡପରେ। ବସି ଅଛନ୍ତି ରଘୁଦାସେ ବାଳକେ ବେଢ଼ି ଚଉପାଶେ। କୁଟୁମ୍ବ ପୋଷିଣ ନ ପାରି ଜିଅଇ ଭିକ୍ଷା ମାଗି କରି। ଧୂଳି ଉଡ଼ାଇ ଟାହି କଲେ ବିଶେଷ ରୂପେ ଗାଳି ଦେଲେ। ନାନା ପ୍ରକାରେ ଗାଳି ଦେଇ କେମାଳ ଚୁଛୁଡ଼ି ନିଅଇ। ତା ଦେଖି ଶ୍ରୀହରିର ଦାସ ଉଠି ଗମନ୍ତି ନିଜ ବାସ। ଏକ ବାଳକ ତହିଁ ଥିଲା ପଛରେ ଗୋଡ଼ାଇଣ ଗଲା। ଲହ କଣ୍ଟକ ଲଗା ବାଡ଼ି ଧରି ନିତମ୍ବେ ହେଲା ମାଡ଼ି। ରୁଧିର ହୋଇଲା ବାହାର ତା ଦେଖି ବୋଲଇ ଧୀବର। କି ଅପରାଧ କଲି ତୋତେ ଏଡ଼େକ ଦଣ୍ଡ ଦେଲୁ ମତେ। ତୋତେ ଦଣ୍ଡନ୍ତୁ ଦୀନବନ୍ଧୁ ତୋ ମାତ ପୁତ୍ର ବୋଲି କାନ୍ଦୁ। ଏମନ୍ତ ବୋଲି ସାପ ଦେଇ ଦାସ ପହଣ୍ଡି କେତେ ଯାଇ। ତତ୍କ୍ଷଣେ ସେ ବାଳକ ଗୋଟି ଜୀବନ ହାରି ଭୂମି ଲୋଟି। ତା ଦେଖି ସକଳ ବାଳକେ ଯାଇ ମିଳିଲେ ତାର ପାଶେ। ଦେଖିଲେ ପିଣ୍ଡେ ପ୍ରାଣ ନାହିଁ ସମସ୍ତେ ଗଲେ ତହୁଁ ଧାଇଁ। ତା ମାତା ପିତାଙ୍କ ଆଗରେ ସକଳ ବୁଝାଇ କହିଲେ ତୁମ୍ଭର ପୁତ୍ର ପ୍ରାଣ ଛାଡ଼ି ମଝି ଦାଣ୍ଡରେ ଅଛି ପଡ଼ି। ତା ଶୁଣି ଜନନୀ ପିଅର ରୋଦନ କରି ଉଚ୍ଚସ୍ୱର ମିଳିଲେ ପୁତ୍ର ପାଶେ ଯାଇ। ଧରିଣ ସଳଖି ବସାଇ ନାସିକା ଚିପି କର୍ଣ୍ଣ ଫୁଙ୍କି କର ଚରଣ ନାଡ଼ି ଦେଖି। ଜାଣିଲେ ପିଣ୍ଡେ ପ୍ରାଣ ନାହିଁ ପୁତ୍ରକୁ ଘେନି ଗଲେ ଭାଇ। ଦାସଙ୍କ ପାଦେ ପକାଇଲେ ଅନେକ ବିନୟ ହୋଇଲେ ଶୁଣ ଆହେ ସାଧୁ। ତୁମ୍ଭେ ତ ସର୍ବ ଲୋକ ବନ୍ଧୁ ଶତ୍ରୁ ମିତ୍ରାଦି ତୋର ନାହିଁ। ଏ ଦଣ୍ଡ ବିହିଲେ କିମ୍ପାଇଁ ଏବେ ମୋ ପୁତ୍ର ଦୋଷ ଯେତେ। ସକଳ ଦିଅ ମୋର ମାଥେ ସଂସାର ମଧ୍ୟେ ମୋତେ ରଖ। ଦିଅ ମୋ ଏକଇ ବାଳକ ନୋହିଲେ ହତ୍ୟା ହେବ ତୋତେ ବୋଲି ପଇଲେ ପାଦ ଗତେ। ତା ଦେଖି ଶ୍ରୀହରିର ଦାସ ଚିନ୍ତିଣ କମଳା ବିଳାସ। ବୋଇଲେ ଶୁଣ ସାଧୁଜନ ଶୁଣ ହେ ସକଲ ନନ୍ଦନ। ମୋହର ଦୋଷ ଥିଲେ ଏଥେ ସମସ୍ତେ ଦଣ୍ଡ କିନା ମତେ। ତାହାର ଅପରାଧ ଚାହିଁ ଦଣ୍ଡ ବିହିଲେ ଭାବଗ୍ରାହୀ। ଏବେ ମୋ ପ୍ରଭୁଙ୍କ ଆଜ୍ଞାରେ ମୂରତି ଥାଉ ଏ ସଂସାରେ। ଜୀବନ ପାଉ ଏ ବାଳକ ସମସ୍ତେ ଉଠ ବୋଲି ଡାକ। ତା ଶୁଣି ତାତ ମାତ ତାର ଆବର ଯେତେ ଥିଲେ ନର।
ସମସ୍ତେ ବୋଲି ହରି ହରି ତୋଳିଲେ ପୁତ୍ର ଭୁଜ ଧରି ବୋଇଲେ ଉଠରେ ବାଳୁତ ଦେଖ ତୋହର ତାତମାତ ଦାସୁଣୀ ଉଠିଲା କୁମର ପାଇଣ ନିଜ ପ୍ରାଣ ତାର ନିଦୁ ଉଠିଲା ପ୍ରାୟ ହୋଇ ଚକ୍ଷୁ ମଳିଣ ଦେଲା ଚାହିଁ ଦେଖିଲା ଗ୍ରାମ ଜନ ଯେତେ ଦାସଙ୍କୁ ବେଢ଼ିଣ ସମସ୍ତେ ଦାତ ଜନନୀ ଭକ୍ତ ପାଦେ ସେବା କରନ୍ତି ଅପ୍ରମାଦେ ତା ଦେଖି ସେ ବାଳକ ଗୋଟି ଦାସଙ୍କ ପାଦ ତଳେ ଲୁଟି ଉଠି କପାଳେ ଦେଲା କର ବୋଇଲେ ମୋଦସ୍ୟ କ୍ଷମା କର ତାହା ଦେଖିଣ ସର୍ବଜନ ଅତି ଚକିତ ହେଲେ ମନ ଦାସଙ୍କ ପାଦ ପୂଜା କଲେ ଯେ ଯାହା ମତେ ଚଳିଗଲେ ଦାସ ଚଳିଲେ ନିଜପୁର ଭଜିଣ ଗୋବିନ୍ଦ ଗୋପାଳ ଏମନ୍ତେ କେତେ ଦିନ ଗଲା ତାଜସ ଜଗତେ ପୁରିଲା ବେଳକୁ ବେଳ କୀର୍ତ୍ତି ତାର ବଢ଼ିଲା ଅପାରୁ ଅପାର ସେ ରାଜ୍ୟ ପ୍ରଜା ଜନ ଯେତେ ଆନନ୍ଦେ ଆସନ୍ତି ସମସ୍ତେ ଦେଖିଣ ଧନ ବସ୍ତ୍ର ଦିଅନ୍ତି ଦର୍ଶନ କରି ଲେଉଟନ୍ତି ଯାହାଙ୍କୁ ଯାହା ସେ କହଇ କଥା ତ ଅନ୍ୟଥା ନୁହଇ ଏମନ୍ତେ ଗଲା କେତେ ଦିନ ଏଥି ଉଠାରୁ କଥା ଶୁଣ ଦିନେ ହୋ ମନର ହରସେ ଏକାନ୍ତେ ବସି ରଘୁଦାସେ କିଛି ଭୋଜନ ଦ୍ରବ୍ୟ ଥୋଇ ଧ୍ୟାନେ ଚିନ୍ତିଲେ ଭାବଗ୍ରାହୀ ତକ୍ଷଣ ନୀଳାଚଳବାସୀ ଭକତ ପାଶ ହେଲେ ଆସି ଦାସେ ଦେଖିଣ ଶ୍ରଦ୍ଧା ମନେ ପ୍ରଭୁ ବସାଇ ଦିବ୍ୟାସନେ ଭୋଜନ ଦ୍ରବ୍ୟ ଧରି करे ଭୁଞ୍ଜନ୍ତି ପ୍ରଭୁଙ୍କ ମୁଖରେ ଏମନ୍ତ ସମୟରେ ତହିଁ ସେ ମହାରାଜା ନୃପସ୍ୱାଇଁ ପ୍ରଭୁଙ୍କ ମଣହି ନିମନ୍ତେ ନାନା ପ୍ରକାର ଭୋଗ ଯେତେ ସେବକ ହସ୍ତେ ଭାର କରି ଭୋଗ ମଣ୍ଡପେ ନେଇ ଭରି ପଣ୍ଡାଏ ପୂଜାରେ ବସିଲେ ପ୍ରଭୁ ଚଳୁରେ ନ ଦିଶିଲେ କେତେ ହେ ବେଳେ ଧ୍ୟାନ ଗତେ ଦିଶିଲେ ନାହିଁ କଦାଚିତେ ନୃପତି ପାଶେ ଜଣାଇଲେ ପ୍ରଭୁ ଯେ ମଣହୀନ କଲେ କିଏ ବା ହୋଇଲା ଅଭାବ ସକଳ ଭୋଗ ପୋତା ହେବ ଶୁଣି ନୃପତି ତାପ ମନେ ଗରୁଡ଼ ପଛେ କୁଶାସନେ ଶୋଇଲେ ପ୍ରଭୁ ଚିନ୍ତା କରି ତାହା ଜାଣିଲେ ନରହରି ସ୍ୱପନ ମାର୍ଗେ ଭାବଗ୍ରାହୀ ନୃପତି ଆଗେ ଉଭା ହୋଇ ବୋଇଲେ ଶୁଣ ହେ ରାଜନ କିମ୍ପାନ୍ତୁ ଦୁଃଖ କରୁ ମନ ଆମ୍ଭେ ଯେ ପିପଲି ଗ୍ରାମରେ ଧ୍ରୁବର ରଘୁଦାସ ଘରେ ଭୋଜନ କରୁଅଛୁ ବସି ତେଣୁଟି ଚଳୁରେ ନ ଦିଶି ଭକତ ଛାଡ଼ିଦେବ ଯେତେ ଏହି ମଣଇ ହେବ ତେବେ ମୂଳ ମୋ ଭକତର ଭାବ ଏ ଦ୍ରବ୍ୟ ମୋର କିସ ହେବ ଭକତ ରେଣୁ ମାତ୍ର ଦେଲେ ତାହା ମୁଁ ମଣେ ମେରୁ ତୁଲ୍ଲେ ଭାବରୁ ଥାଇ ହେ ଭୋଜନ ସେ ମେରୁ ତୁଲ୍ଲେ ଦେବା ଦାନ ସେ ମତେ ଅଟଇ କିଞ୍ଚିତ ସଧାନ ଥାଇ ଜାରଚିତ ତେଣୁଟି କହୁଅଛି ତୋତେ ଯାଇ ପିପଳ ପରିଜନ୍ତେ ଯାଇ ପିପିଲି ପରିଜନ୍ତେ ମୋର ଦାସକୁ ଘେନି ଆସ ଦିଅଥୁ କ୍ଷେତ୍ର ବରେ ଭାସ ତେବେ ମୁଁ କରିବି ଭୋଜନ ଏମନ୍ତ କହି ଅନ୍ତର୍ଧ୍ୟାନ ପ୍ରଭୁ ଶ୍ରୀମୁଖ ଏହା ଶୁଣି ନିଦ୍ରାରୁ ଉଠି ନୃପମଣି ଅଶ୍ଵ ଆରୋହୀ ଚଳିଗଲେ ସକଳ ସମ୍ଭ୍ରମର ତୁଲ୍ଲେ ମିଳିଲେ ପିପିଲି ଗ୍ରାମରେ ଧୀବର ରଘୁଦାସ ଦ୍ୱାରେ ଆପେ ନୃପତି ଗୁରୁହଂସ ଡାକିଲେ ଦାସ ବେଗେ ଆସ ତାହା ନ ଜାଣେ ରଘୁଦାସ ପ୍ରଭୁ ସେବାରେ ଅଭିଳାଷ କୋଟିଏ ନିଧି ପାଇଅଛି ତେଣୁ ସେ ନ ଜାଣଇ କିଛି ନୃପତି କେତେ ହେ ଡାକିଲେ ଦାସ ଶ୍ରବଣେ ନ ଶୁଣିଲେ ତାହା ଜାଣିଲେ ନରନାଥ ଅଶ୍ୱରୁ ଉତ୍ତରି ତ୍ୱରିତ ମନ୍ଦିରେ ପ୍ରବେଶ ହୋଇଲେ ଦାସଙ୍କ ପାରୁଷେ ମିଳିଲେ ତାହା ଜାଣିଲେ ଭଗବାନ ତକ୍ଷଣ ହେଲେ ଅନ୍ତର୍ଧ୍ୟାନ ପ୍ରଭୁଙ୍କୁ ନ ଦେଖି ଦାସ ଭୋଳେ ନେତ୍ରୁ ଲୋତକ ଧାରା ଗଳେ ଆହା ମୋ ପ୍ରଭୁ ଗଲେ କାହିଁ ବୋଲି ଭୂମିରେ ପଡ଼ିଯାଇ ତାହା ଦେଖିଣ ନୃପବର ତୋଳିଣ ଧରିଲେ ଶ୍ରୀକର ହୃଦୟରେ କଲେ ଆଲିଙ୍ଗନ ବୋଇଲେ ଧନ୍ୟ ତ ଜୀବନ ହରିଙ୍କୁ କଲୁ ବଶବର୍ତ୍ତୀ ତୋର ଦର୍ଶରେ ମୁଁ ମୁକତି ଏମନ୍ତ ବୋଲି ଦଣ୍ଡଧାରୀ ନେଲେ ଦାସଙ୍କ ହସ୍ତ ଧରି କରିଣ ନାନା ମତେ ସଜ ମଣ୍ଡାଇ ନାନା ବେଶ ଗଜ ଦାସଙ୍କୁ ତହିଁ ବସାଇଲେ କୁଟୁମ୍ବ ସଙ୍ଗେ ଚଳାଇଲେ ନାନା ଉତ୍ସବେ ଚଳିଗଲେ ଶ୍ରୀପୁରୁଷ ତମରେ ମିଳିଲେ ପ୍ରଭୁଙ୍କୁ କଲେ ଦର୍ଶନ ବଢ଼ିଲା ସେବା ପୂଜାମାନ ଦକ୍ଷିଣ ପାରୁଷରେ ଭଲେ ଚଉରୀ ଘର ନିର୍ମାଣିଲେ ତହିଁ ଦାସଙ୍କୁ ଦେଲେ ସ୍ଥାନ ଖଞ୍ଜିଲେ ଖଞ୍ଜା ବରତନ ଅନେକ ଗୌରବ କରି ଚଳିନ ଗଲେ ଦଣ୍ଡଧାରୀ ଦାସେ ରହିଲେ ପ୍ରଭୁ ପାଶେ ଅତ୍ୟନ୍ତ ମନର ହରସେ ରତେ କରି ହରି ସେବା ନ ଜାଣେ ଅନ୍ୟ ଦେବୀ ଦେବା ନିରତେ ଦାନ ପୁଣ୍ୟରତ ନାମ ଭଜନ ଅବିରତ ଏମନ୍ତେ ବଞ୍ଚୁ ଥାଇ ଦିନ ଶୁଣ ଆନନ୍ଦେ ହେଉ ସୁମନ ତାହାର ନାମ ରଘୁଦାସ ଜଗତେ ରହିଛି ପ୍ରକାଶ ଆଉ ତା ଯେତେ କଥା କହି ବସିଲେ ହବ ପୋଥା
शुण सुमन होई तोष ए दाढ़ित्य भक्ति सुधारस ए मन चैतन्य संवाद शुणन्ते न लागे प्रमाद अशेष जन्म पाप थिले खंडिब बदने शुणिले केवल थिलेटी सरधा लागिब नाही पाप बाधा कहई विप्र जगन्नाथ साधुंक महिमा विचित्र इति श्री दाढ़ित्य भक्ति रसामृते मन चैतन्य संवादे रघु बेहरा दाढ़ित्य भक्ति भाव वर्णने नाम एकादश अध्याय आगामी अध्याय आम शुणा भक्त गंगाधर दास द्वादश अध्याय आज ये रोचु जदि ये वीडियो आपण मानक भल लगुए ताहले आमर यही गोलकवाणी चैनल टी सब्सक्राइब करने को जमार भूलिबेनी। हरे कृष्ण 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 हरे 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 राम 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 हरे 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 कृष्ण।